ଆସନ୍ତୁ ଆଜି ଓଡ଼ିଶାର ଉପକୂଳରେ ଥିବା ଗୋଟିଏ ବହୁତ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ରାଜନଗରର କଥା ବୁଝିବା। ଦେଖନ୍ତୁ, ଏଠାକାର ରାଜନୀତି କ'ଣ କେବଳ ଭୋଟ ଦିଆନିଆର ଖେଳ? ନା, ଏହା ହେଉଛି ଜଳ, ଜୀବିକା ଆଉ ପରିବର୍ତ୍ତନର ଏକ ବଡ଼ କାହାଣୀ। ତେବେ ଚାଲନ୍ତୁ ଏହି କାହାଣୀ ଭିତରକୁ ଯିବା ଆଉ ଏହାର ପ୍ରତିଟି ଦିଗକୁ ଭଲ ଭାବେ ଦେଖିବା। ଆମେ ଏହି ଯାତ୍ରାକୁ 6ଟି ଭାଗରେ ବାଣ୍ଟିଛେ। ଆମେ ପ୍ରଥମେ ରାଜନଗରର ମାଟି ଆଉ ଲୋକଙ୍କ କଥାରୁ ଆରମ୍ଭ କରିବା, ତାପରେ ନିର୍ବାଚନ ଫଳାଫଳକୁ ବିଶ୍ଳେଷଣ କରିବା ଆଉ ଶେଷରେ ଏକ ଭବିଷ୍ୟତର ରୂପରେଖାକୁ ନେଇ ଚିନ୍ତା କରିବା। ଏହିସବୁ ଭିତରେ ହିଁ ରାଜନଗରର ପ୍ରକୃତ ଚିତ୍ର ଆମ ସାମ୍ନାକୁ ଆସିବ। ଦେଖନ୍ତୁ, ଯେକୌଣସି ଜାଗାର ରାଜନୀତିକୁ ବୁଝିବାକୁ ହେଲେ ନା ଆଗ ତାର ମାଟି, ପାଣି ଆଉ ପବନକୁ ବୁଝିବାକୁ ପଡ଼େ। ତେବେ ଆସନ୍ତୁ ଆମ ଆଲୋଚନା ସେହିଠୁ ହିଁ ଆରମ୍ଭ କରିବା, ରାଜନଗରର ପରିଚୟରୁ। ରାଜନଗର ଏହା ମୁଖ୍ୟତଃ ଏକ ଗାଁ ଗହଳିର ଅଞ୍ଚଳ ଆଉ ଏହାର ପରିଚୟ ଜଡ଼ିତ ପାଣି ସହିତ। ଗୋଟିଏ ପଟେ ଭିତରକନିକାର ବିଶାଳ ହେନ୍ତାଳ ବଣ ଆଉ ଅନ୍ୟପଟେ ଏହାକୁ ଘେରି ରହିଥିବା ନଈ ଆଉ ସମୁଦ୍ର। ସତ କହିବାକୁ ଗଲେ ଏଠି ଜୀବନଠୁ ନେଇ ଜୀବିକା ଆଉ ରାଜନୀତି ପର୍ଯ୍ୟନ୍ତ ସବୁକିଛି ପାଣିକୁ କେନ୍ଦ୍ର କରି ଚାଲେ। ହେଲେ ଏହି ଅଞ୍ଚଳର ଅର୍ଥନୀତି ଏବେ ଗୋଟେ ବଡ଼ ଦ୍ୱନ୍ଦ୍ୱ ଦେଇ ଗତି କରୁଛି। ଗୋଟେ ପଟେ ବାତ୍ୟା ଆଉ ମାଟିରେ ଲୁଣା ଅଂଶ ବଢ଼ିବା ଯୋଗୁଁ ଧାନ ଚାଷ ଭଳି ପାରମ୍ପରିକ କାମରେ ବହୁତ କ୍ଷତି ହେଉଛି। ତେଣୁ ଲୋକମାନେ ବାଧ୍ୟ ହୋଇ ଏକ ନୂଆ ରାସ୍ତା ଆପଣାଉଛନ୍ତି, ଚିଙ୍ଗୁଡ଼ି ଚାଷ। ଏଥିରେ ପଇସା ଅଛି, କିନ୍ତୁ ଏହା ପରିବେଶ ପାଇଁ ବିବାଦୀୟ ବୋଲି ମଧ୍ୟ କୁହାଯାଉଛି। ତେବେ ଏଇ ଯେଉଁ ସାମାଜିକ ଆଉ ଅର୍ଥନୈତିକ ଚାପ, ଏହାର ପ୍ରଭାବ ଭୋଟ ବକ୍ସରେ କେମିତି ଦେଖାଗଲା? ଚାଲନ୍ତୁ ଏବେ ସିଧା 2024 ବିଧାନସଭା ନିର୍ବାଚନର ଫଳାଫଳ ଉପରକୁ ଯିବା। ଫଳାଫଳ ସ୍ପଷ୍ଟ। ବିଜେତା ହେଉଛନ୍ତି ପୁଣି ଥରେ ବିଜେଡିର ଧ୍ରୁବଚାରଣ ସାହୁ। ସେ 81,000ରୁ ଅଧିକ ଭୋଟ ପାଇ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ଗୋଟେ ଭଲ ବ୍ୟବଧାନରେ ଜିତିଛନ୍ତି। କିନ୍ତୁ କାହାଣୀ ଏତିକିରେ ସରୁନି। ଉପରୁ ଦେଖିଲେ ଏହା ଏକ ସାଧାରଣ ବିଜୟ ଭଳି ଲାଗୁଛି ସତ, କିନ୍ତୁ ଯଦି ଆମେ ଭୋଟ ପ୍ରତିଶତ ଭିତରକୁ ଯିବା, ସେଠି ଏକ ବହୁତ ବଡ଼ ଆଉ ରୋଚକ କଥା ଲୁଚି ରହିଛି। ହଁ, ତେବେ ଚାଲନ୍ତୁ ସେହି ସଂଖ୍ୟା ଭିତରେ ଲୁଚିଥିବା ପ୍ରକୃତ କାହାଣୀକୁ ଖୋଜିବା, କାରଣ ସେହିଠୁ ହିଁ ରାଜନଗରର ରାଜନୈତିକ ଭବିଷ୍ୟତର ଇସାରା ମିଳିବ। ଏଠି ଦେଖନ୍ତୁ, ଏଇଟା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା। ବିଜେପିର ଭୋଟ ପ୍ରତିଶତ ପ୍ରାୟ 16%ରୁ ସିଧା 36%କୁ ଡେଇଁଛି, ମାନେ 2 ଗୁଣର ବି ଅଧିକ। ଆଉ ଅନ୍ୟପଟେ କଂଗ୍ରେସର ଭୋଟ ପୂରାପୂରି ଭାଙ୍ଗିଯାଇଛି। ଏହି ପରିବର୍ତ୍ତନ ରାଜନଗରର ରାଜନୈତିକ ଲଢ଼େଇର ପୁରା ଚେହେରା ବଦଳାଇ ଦେଇଛି। ଏହି ଟାଇମ୍ଲାଇନ୍କୁ ଦେଖିଲେ କଥାଟା ଆହୁରି ସ୍ପଷ୍ଟ ହୋଇଯିବ। ଦେଖନ୍ତୁ, ମାତ୍ର 10 ବର୍ଷ ଭିତରେ କ'ଣ ହୋଇଛି। ଯେଉଁ ରାଜନଗର ଦିନେ କଂଗ୍ରେସର ଗଡ଼ ଥିଲା, ଆଜି ସେଠି ଲଢ଼େଇଟା ସିଧାସଳଖ ବିଜେଡି ଆଉ ବିଜେପି ଭିତରେ ହେଉଛି। ଏହା କିଛି ଛୋଟ ପରିବର୍ତ୍ତନ ନୁହେଁ, ଏହା ଏକ ବହୁତ ବଡ଼ ରାଜନୈତିକ ପରିବର୍ତ୍ତନ। ତେବେ ପ୍ରଶ୍ନ ଉଠୁଛି, ଯେତେବେଳେ ବିଜେପି ଏତେ ଶକ୍ତିଶାଳୀ ହୋଇ ଉଭା ହେଉଛି, ତା ସତ୍ତ୍ୱେ ବିଜେଡି ନିଜ ଆସନ ବଞ୍ଚାଇବାରେ କେମିତି ସଫଳ ହେଲା? କ'ଣ ଥିଲା କାରଣ? ବିଜେଡିର ବିଜୟ ପଛରେ ମୁଖ୍ୟତଃ 2ଟି କାରଣ ଦେଖିବାକୁ ମିଳୁଛି। ପ୍ରଥମତଃ, ଜଣେ ସ୍ଥାନୀୟ ପ୍ରାର୍ଥୀ, ଯାହାଙ୍କର ଛବି ସଫାସୁତୁରା ଆଉ କୌଣସି ଅପରାଧିକ ମାମଲା ନାହିଁ। ଆଉ ଦ୍ୱିତୀୟରେ, ବିଜେଡିର ଶକ୍ତିଶାଳୀ ସଂଗଠନ, ଯାହାର ପହଞ୍ଚ ଗାଁର ଶେଷ ମୁଣ୍ଡ ପର୍ଯ୍ୟନ୍ତ ରହିଛି। ଏହି 2ଟାର ମିଶ୍ରଣ ହିଁ ବିଜୟର ମୂଳଦୁଆ ଥିଲା। ହେଲା, ଏସବୁ ତ ଗଲା ରାଜନୈତିକ କଥା, କିନ୍ତୁ ସେଠାକାର ସାଧାରଣ ଲୋକଙ୍କ ପାଇଁ ସବୁଠୁ ବଡ଼ ପ୍ରଶ୍ନ କ'ଣ? ସେମାନେ କ'ଣ ଚାହୁଁଛନ୍ତି? ଚାଲନ୍ତୁ ଏବେ ଭୋଟରଙ୍କ ସ୍ୱର ଶୁଣିବା, କାରଣ ଏହା ହିଁ ରାଜନଗରର ଭବିଷ୍ୟତ ଲେଖିବ। ଦେଖନ୍ତୁ, ରାଜନୀତି ଯେତେ ବଦଳୁ ନା କାହିଁକି, ଭୋଟରଙ୍କ ପାଇଁ ମୂଳ ପ୍ରସଙ୍ଗଗୁଡ଼ିକ ସେମିତି ହିଁ ଅଛି। ଭଲ ରାସ୍ତା, ପୋଲ, ଜରୁରୀ ସମୟରେ ଆମ୍ବୁଲାନ୍ସ ପହଞ୍ଚିବା, ଜୀବିକାର ସୁରକ୍ଷା ଆଉ ବାତ୍ୟା ବନ୍ୟାରୁ ରକ୍ଷା, ଏହିସବୁ ହେଉଛି ସେମାନଙ୍କର ମୌଳିକ ଆବଶ୍ୟକତା। ଆଉ ଏଇଠି ଆସୁଛି ସବୁଠୁ ବଡ଼ ପ୍ରଶ୍ନ। ଜଣେ ନେତା କେମିତି ଏହି 2ଟି କଥା ଭିତରେ ସନ୍ତୁଳନ ରଖିବେ? ଗୋଟେ ପଟେ ପରିବେଶ ଆଉ ହେଣ୍ଟାଳ ବଣର ସୁରକ୍ଷା, ଆଉ ଅନ୍ୟପଟେ ଲୋକଙ୍କ ପେଟପାଟଣା, ତାଙ୍କ ଜୀବିକା। ଏହା ବାସ୍ତବରେ ଏକ ବହୁତ କଠିନ ନିଷ୍ପତ୍ତି। ତେବେ ଏହିସବୁ ଆହ୍ୱାନକୁ ଦେଖିଲା ପରେ ରାଜନଗର ପାଇଁ ଏକ ସଫଳ ଶାସନର ରାସ୍ତା କ'ଣ ହୋଇପାରେ? କେମିତି ଏହି ସମସ୍ୟାଗୁଡ଼ିକର ସମାଧାନ କରାଯାଇପାରିବ? ଏହାର ଗୋଟିଏ ସମ୍ଭାବ୍ୟ ସମାଧାନ ହେଉଛି ଏକ ଚତୁର୍ମୁଖୀ ରଣନୀତି, ମାନେ 4ଟି ଦିଗକୁ ଏକା ସାଙ୍ଗରେ ଧ୍ୟାନ ଦେବାକୁ ପଡ଼ିବ। ଲୋକଙ୍କ ଜୀବିକା, ଭଲ ଭିତ୍ତିଭୂମି, ବିପର୍ଯ୍ୟୟର ସୁରକ୍ଷା ଆଉ ସାମାଜିକ କଲ୍ୟାଣ। ଯଦି ଏହି 4ଟି ସ୍ତମ୍ଭ ଉପରେ କାମ କରାଯାଏ, ତେବେ ଭୋଟରଗଣଙ୍କର ମୁଖ୍ୟ ସମସ୍ୟାଗୁଡ଼ିକ ସମାଧାନ ହୋଇପାରିବ। ଶେଷରେ କଥା ହେଉଛି, ବିଜୟର ରାସ୍ତା କେବଳ ଦଳୀୟ ରାଜନୀତି ଦେଇ ଯାଏନି। ଯିଏ ଲୋକଙ୍କର ମୌଳିକ ଆବଶ୍ୟକତା ପୂରଣ କରିବ, ଯିଏ ମାଟିରେ କାମ କରି ଦେଖାଇବ, ଲୋକେ ତାକୁ ହିଁ ବାଛିବେ। ବିରୋଧୀଙ୍କ ବଢ଼ୁଥିବା ଶକ୍ତିକୁ ରୋକିବାର ଏହା ହିଁ ଏକମାତ୍ର ଉପାୟ। ଏବେ ଶେଷରେ ଗୋଟିଏ ବଡ଼ ପ୍ରଶ୍ନ।
ଯଦି ରାସ୍ତା ପୋଲ ଭଳି ମୌଳିକ ସମସ୍ୟା ସେମିତି ଅସମାହିତ ହୋଇ ରହିବ ତେବେ କ'ଣ କେବଳ କଲ୍ୟାଣକାରୀ ଯୋଜନା ବଳରେ ଗୋଟିଏ ସ୍ଥାନୀୟ ଦଳ ବଢ଼ୁଥିବା ଏକ ଜାତୀୟ ପ୍ରତିଦ୍ୱନ୍ଦ୍ୱୀକୁ ଅଟକାଇ ପାରିବ? ଏହି ବଦଳୁଥିବା ରାଜନୈତିକ ପରିବେଶରେ ରାଜନଗରର ଭବିଷ୍ୟତ କେଉଁ ମୋଡ଼ ନେବ ତାହା ଏହି ପ୍ରଶ୍ନର ଉତ୍ତର ଉପରେ ହିଁ ନିର୍ଭର କରେ।